ବର୍ତ୍ତମାନ କୃଷକଙ୍କ ପିଲାମାନଙ୍କ ପାଇଁ ଖୁସି ଖବର। ଏଣିକି ପ୍ରତି ମାସରେ ମିଳିବ 5,000 ଟଙ୍କା। ହଁ ଆଜ୍ଞା, ଚାଷୀଙ୍କ ଛୁଆଙ୍କୁ ପ୍ରତି ମାସରେ ମିଳିବ 5,000 ଟଙ୍କା। କେଉଁ ଚାଷୀମାନଙ୍କୁ ସରକାରଙ୍କ ତରଫରୁ ତାଙ୍କ ପିଲାମାନଙ୍କ ପାଇଁ 5,000 ଟଙ୍କା ମିଳିବ। ତ ଏହି 5,000 ଟଙ୍କା ପାଇବା ପାଇଁ ଆପଣମାନେ କ'ଣ କରିବେ? ତ ଆପଣମାନଙ୍କୁ କେଉଁ କେଉଁ ଡକୁମେଣ୍ଟସର ଆବଶ୍ୟକତା ରହିଛି? ରାଜ୍ୟ ସରକାରଙ୍କ ତରଫରୁ ଚାଷୀ ପିଲାମାନଙ୍କ ପାଇଁ ବହୁତ ବଡ଼ ସୁଯୋଗ ରହିଛି। ଆପଣମାନେ ଏହି 5,000 ଟଙ୍କା ପ୍ରତି ମାସରେ ପାଇପାରିବେ। ତ କେମିତି ପାଇବେ, ଆପଣମାନେ କ'ଣ କରିବେ? ତ ଏହାର ସମ୍ପୂର୍ଣ୍ଣ ସୂଚନା ଏହି ଗୋଟିଏ ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣମାନେ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟିକୁ ଦେଖୁଥାନ୍ତି, ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଚାଷ କରୁଥିବା ଅନେକ କୃଷକଙ୍କ ପାଖରେ ଅଧିକ ଟଙ୍କା ନଥାଏ। ଏହି କାରଣରୁ ଅନେକ କୃଷକ ନିଜ ପିଲାମାନଙ୍କୁ ଭଲ ଶିକ୍ଷା ଦେଇପାରନ୍ତି ନାହିଁ। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର କୃଷକମାନଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଆସୁଛନ୍ତି। ନିକଟରେ ଉତ୍ତରପ୍ରଦେଶ ସରକାର ରାଜ୍ୟର କୃଷକମାନଙ୍କ ପାଇଁ ଏକ ନୂଆ ଉପହାର ଘୋଷଣା କରିଛନ୍ତି, ଯାହାକି ଆମ ଓଡ଼ିଶାରେ ଚାଷୀ ପିଲାମାନଙ୍କ ପାଇଁ କୃଷି ବିଦ୍ୟାନିଧି ଯୋଜନା କାର୍ଯ୍ୟକାରୀ କରୁଛି। ଦେଖନ୍ତୁ, ଏହି ଯୋଜନା ଅଧୀନରେ କୃଷକଙ୍କ ପୁଅ ଝିଅଙ୍କ ପାଠପଢ଼ା ପାଇଁ ଦିଆଯାଉଥିବା ଆର୍ଥିକ ସହାୟତାରେ ବୃଦ୍ଧି କରାଯାଇଛି। ଉତ୍ତରପ୍ରଦେଶ ସରକାର ମୁଖ୍ୟମନ୍ତ୍ରୀ କୃଷକ ଛାତ୍ରବୃତ୍ତି ଯୋଜନାର ରାଶି ବୃଦ୍ଧି କରି ପ୍ରତି ମାସ 5,000 ଟଙ୍କା କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏହି ଯୋଜନା ଅଧୀନରେ ମିଳୁଥିବା ରାଶି 3,000 ଟଙ୍କା ଥିଲା। ଏଥିରେ ଆର୍ଥିକ ରାଶି ବୃଦ୍ଧି କରାଯାଇ ନାହିଁ। କିନ୍ତୁ ଉତ୍ତରପ୍ରଦେଶ ସରକାର ମୁଖ୍ୟମନ୍ତ୍ରୀ ଛାତ୍ରବୃତ୍ତି ଯୋଜନାର ରାଶି ବୃଦ୍ଧି କରି ପ୍ରତି ମାସରେ 5,000 ଟଙ୍କା କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ 3,000 ଟଙ୍କା ଥିଲା। ବର୍ତ୍ତମାନ ଉତ୍ତରପ୍ରଦେଶର ଯେଉଁ କୃଷକ ଭାଇ ଭଉଣୀମାନେ ରହିଛନ୍ତି, ତାଙ୍କ ପିଲାମାନେ କେମିତି ପାଠ ପଢ଼ିବେ, ତ ସେଥିପାଇଁ ସରକାର 3,000 ପରିବର୍ତ୍ତେ 5,000 ଟଙ୍କା କରିଦେଇଛନ୍ତି। ଦେଖନ୍ତୁ, ସରକାରଙ୍କର ଉଦ୍ଦେଶ୍ୟ ହେଉଛି କୃଷକ ପରିବାରର ଯେଉଁ ମେଧାବୀ ପିଲାମାନେ ଅଛନ୍ତି, ପାଠପଢ଼ା ସମୟରେ ସେମାନେ ଯେମିତିକା ଆର୍ଥିକ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତୁ ଏବଂ ସେମାନେ ନିଜର ଶିକ୍ଷାକୁ ଆଗକୁ ବଢ଼ାଇ ପାରନ୍ତୁ, ସେଥିପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। କୃଷକ ପରିବାରର ପିଲାମାନଙ୍କୁ ମିଳିବ ବଡ଼ ସହାୟତା। ତ କୃଷକ ପରିବାରରେ ପ୍ରାୟତଃ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ ଏକ ବଡ଼ ଚିନ୍ତାର ବିଷୟ ହୋଇଥାଏ। କୃଷିରୁ ହେଉଥିବା ଆୟ ଅନେକ ସମୟରେ ପାଗ ଏବଂ ବଜାର ସ୍ଥିତି ଉପରେ ନିର୍ଭର କରେ। ଏହିଭଳି ସ୍ଥିତିରେ ପିଲାମାନଙ୍କ ଉଚ୍ଚଶିକ୍ଷାର ଖର୍ଚ୍ଚ ବହନ କରିବା ସହଜ ହୋଇନଥାଏ। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କୃଷକ ଛାତ୍ରବୃତ୍ତି ଯୋଜନା ଅଧୀନରେ ମିଳୁଥିବା ସହାୟତା ରାଶି ବୃଦ୍ଧି କରାଯାଇଛି। ଏବେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରତି ମାସରେ 5,000 ଟଙ୍କାର ଆର୍ଥିକ ସହାୟତା ମିଳିବ। ଏହି ଯୋଜନାର ଲାଭ ବିଶେଷ କରି ସେହି ମେଧାବୀ ପିଲାମାନଙ୍କୁ ମିଳିବ ଯେଉଁମାନେ କୃଷକ ପରିବାରରୁ ଆସିଛନ୍ତି ଏବଂ ଆଗକୁ ପାଠପଢ଼ା ଜାରି ରଖିବାକୁ ଚାହୁଁଛନ୍ତି। ସରକାରଙ୍କ ଉଦ୍ୟମ ହେଉଛି ଯେ ଆର୍ଥିକ ସ୍ଥିତି ଦୁର୍ବଳ ହେବା କାରଣରୁ କୌଣସି ପିଲାର ପାଠପଢ଼ା ବନ୍ଦ ନ ହେଉ। ଏହି ଆର୍ଥିକ ସହାୟତା ରାଶି ଛାତ୍ରଛାତ୍ରୀଙ୍କ ଫିସ୍, ପୁସ୍ତକ ଏବଂ ଅନ୍ୟାନ୍ୟ ଆବଶ୍ୟକତା ପୂରଣରେ ସହାୟକ ହୋଇପାରେ। କୃଷକଙ୍କ ପିଲାଙ୍କ ପାଇଁ ଏହି ଯୋଜନା କେବଳ ଆର୍ଥିକ ସହାୟତା ନୁହଁ, ବରଂ ଆଗକୁ ବଢ଼ିବାର ଏକ ସୁଯୋଗ ମଧ୍ୟ ଅଟେ। ଗାଁ ଅଞ୍ଚଳରେ ଏହିଭଳି ଅନେକ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ପାଠପଢ଼ାରେ ଭଲ ହୋଇଥିଲେ ମଧ୍ୟ ଆର୍ଥିକ ଅଭାବ କାରଣରୁ ନିଜସ୍ୱ ସ୍ୱପ୍ନ ପୂରଣ କରିପାରନ୍ତି ନାହିଁ। ଛାତ୍ରବୃତ୍ତି ମିଳିବା ଦ୍ୱାରା ଏହିଭଳି ପିଲାମାନଙ୍କୁ ନୂଆ ଆଶା ମିଳିବ ଏବଂ ସେମାନେ ଉତ୍ତମ ଶିକ୍ଷା ହାସଲ କରିପାରିବେ। ଆପଣ ସମସ୍ତେ ଜାଣିଛନ୍ତି, ଆମ ଓଡ଼ିଶାରେ ସିଏମ୍ କିଷାନ ଯୋଜନାର ଯେଉଁ କୃଷକ ଭାଇ ଭଉଣୀମାନେ ଅଛନ୍ତି, ସେମାନଙ୍କ ପିଲାମାନଙ୍କର
ପାଠପଢ଼ାକୁ ନେଇ ସରକାର ବେଶ ଚିନ୍ତିତ। ସେଥିପାଇଁ ଓଡ଼ିଶା କୃଷି ବିଦ୍ୟାନିଧି ଯୋଜନା ମଧ୍ୟ ଲାଗୁ କରିଛନ୍ତି। ଏହି ଓଡ଼ିଶାର କୃଷି ବିଦ୍ୟାନିଧି ଯୋଜନାର ଲକ୍ଷ୍ୟ ଉଦ୍ଦେଶ୍ୟ କ'ଣ ରହିଛି? କୃଷି ପରିବାର ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହିତ କରିବା। ପୂର୍ବ ଅପେକ୍ଷା ଅଧିକ ମିଳିବ ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କୃଷକ ଛାତ୍ରବୃତ୍ତି ଯୋଜନାରେ ରାଶି ବୃଦ୍ଧି କରିବାର ନିଷ୍ପତ୍ତି କୃଷକଙ୍କ ପିଲାମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଛି। ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ପ୍ରତି ମାସରେ 3,000 ଟଙ୍କାର ସହାୟତା ମିଳୁଥିଲା, ଯାହାକୁ ଏବେ ବଢ଼ାଇ 5,000 ଟଙ୍କା କରାଯାଇଛି। ଅର୍ଥାତ୍ ଏବେ ଛାତ୍ରଛାତ୍ରୀମାନେ ପୂର୍ବ ତୁଳନାରେ ଅଧିକ ଆର୍ଥିକ ସହାୟତା ପାଇପାରିବେ। ଯଦି ଦେଖାଯାଏ ତେବେ ବର୍ଷକୁ ଏହି ସହାୟତା ରାଶି 60,000 ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଏ। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ପାଠପଢ଼ା ସହ ଜଡ଼ିତ ବିଭିନ୍ନ ଖର୍ଚ୍ଚ ପୂରଣରେ ସହାୟତା ପାଇପାରିବେ। ବିଶେଷ କରି ଗ୍ରାମୀଣ ଅଞ୍ଚଳରେ ସେହି ପରିବାରଗୁଡ଼ିକ ପାଇଁ ଏହି ଯୋଜନା ବେଶ ଲାଭଦାୟକ ହୋଇପାରେ, ଯେଉଁମାନଙ୍କର ଆୟ ସୀମିତ ରହିଥାଏ। ସରକାର ଏହି ଯୋଜନାର ପରିସର ବଢ଼ାଇବା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି, ଯାହାଦ୍ୱାରା ଅଧିକରୁ ଅଧିକ ଯୋଗ୍ୟ କୃଷି ପରିବାରର ପିଲାମାନେ ଏହାର ଲାଭ ଉଠାଇ ପାରିବେ। ଯୋଜନାର ଲାଭ ଅଧିକ ଛାତ୍ରଛାତ୍ରୀଙ୍କ ପାଖକୁ ପହଞ୍ଚାଇବା ପାଇଁ ଅଧିକାରୀମାନଙ୍କୁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜିର ସମୟରେ ଶିକ୍ଷା କୌଣସି ମଧ୍ୟ ପରିବାରର ବିକାଶର ସବୁଠାରୁ ବଡ଼ ଶକ୍ତି ଅଟେ। କୃଷକ ପରିବାରର ପିଲାମାନେ ମଧ୍ୟ ଉତ୍ତମ ଶିକ୍ଷା ହାସଲ କରି ନୂଆ କ୍ଷେତ୍ରରେ ଆଗକୁ ବଢ଼ିପାରନ୍ତୁ। ଏହି ଚିନ୍ତାଧାରା ସହ ଏହିଭଳି ଯୋଜନା ଆରମ୍ଭ କରାଯାଇଛି। ଏହି ପଦକ୍ଷେପ ଗ୍ରାମୀଣ କୃଷକମାନଙ୍କ ପାଇଁ ବେଶ ଲାଭଦାୟକ ଅଟେ। ଯୋଜନାର ଲାଭ ନେବା ପାଇଁ ଆବଶ୍ୟକ ସୂଚନାଗୁଡ଼ିକ। 1 ନମ୍ବରରେ ମୁଖ୍ୟମନ୍ତ୍ରୀ କୃଷକ ଛାତ୍ରବୃତ୍ତି ଯୋଜନାର ଲାଭ ନେବା ପାଇଁ ଛାତ୍ରଛାତ୍ରୀଙ୍କର କୃଷକ ପରିବାର ସହ ଜଡ଼ିତ ହେବା ଏବଂ ନିର୍ଦ୍ଧାରିତ ଯୋଗ୍ୟତା ପୂରଣ କରିବା ଆବଶ୍ୟକ। ଏହି ଯୋଜନାର ଲାଭ କେବଳ ସେହି ଛାତ୍ରଛାତ୍ରୀଙ୍କୁ ମିଳିବ ଯେଉଁମାନେ ସରକାର ନିର୍ଦ୍ଧାରିତ ନିୟମ ଅନୁସାରେ ଯୋଗ୍ୟ ବିବେଚିତ ହେବେ। ଆବେଦନ ସମୟରେ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଦସ୍ତାବିଜ ଯେପରିକି ପରିଚୟପତ୍ର, କୃଷକ ସମ୍ପର୍କିତ ପ୍ରମାଣପତ୍ର ଏବଂ ଶିକ୍ଷାଗତ ରେକର୍ଡ ପ୍ରସ୍ତୁତ ରଖିବାକୁ ପଡ଼ିପାରେ। ଏହିଭଳି ଯୋଜନା ଦ୍ୱାରା କୃଷକ ପରିବାରରେ ଶିକ୍ଷାକୁ ନେଇ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ। ପୂର୍ବରୁ ଅନେକ ସମୟରେ ଆର୍ଥିକ ସମସ୍ୟା କାରଣରୁ ପିଲାମାନେ ନିଜର ପାଠପଢ଼ା ଅଧାରୁ ଛାଡ଼ି ଦେଇଥିଲେ, କିନ୍ତୁ ଏବେ ଛାତ୍ରବୃତ୍ତି ଭଳି ସହାୟତା ମିଳିବା ଦ୍ୱାରା ସେମାନଙ୍କୁ ଆଗକୁ ବଢ଼ିବାରେ ସୁଯୋଗ ମିଳିପାରେ। ସରକାରଙ୍କ ଧ୍ୟାନ କେବଳ କୃଷକଙ୍କ ଆୟ ବୃଦ୍ଧି ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ସେମାନଙ୍କ ପରିବାରକୁ ଉତ୍ତମ ସୁଯୋଗ ଯୋଗାଇବା ଉପରେ ମଧ୍ୟ ରହିଛି। କୃଷକଙ୍କ ପୁଅ କିମ୍ବା ଝିଅ ଭଲ ଶିକ୍ଷା ହାସଲ କରି ଡାକ୍ତର, ଇଞ୍ଜିନିୟର, ଅଧିକାରୀ କିମ୍ବା ଅନ୍ୟାନ୍ୟ କୌଣସି କ୍ଷେତ୍ରରେ ନିଜର ଭବିଷ୍ୟତ ଗଢ଼ିପାରନ୍ତୁ, ସେଥିପାଇଁ ଆର୍ଥିକ ସହାୟତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରେ। ଆଗାମୀ ସମୟରେ ଯଦି ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖକୁ ଏହି ଯୋଜନାର ଲାଭ ପହଞ୍ଚିପାରେ, ତେବେ ଗ୍ରାମୀଣ ଶିକ୍ଷା ବ୍ୟବସ୍ଥା ମଧ୍ୟ ଆହୁରି ମଜବୁତ ହେବ।